ଆସ ପିଲାମାନେ ଆଜି ପଢ଼ିବା ପ୍ରଥମ ଶ୍ରେଣୀର ପାଠ 9 ସଭିଏଁ ଆମର ମିତ। ଡାହୁକ ଡାକିଲା ଆସରେ ଆସ, ପଶୁ ପକ୍ଷୀ କଥା ଜାଣିବା ଆସ। ବିଲୁଆ ଆମର ନନାଟି ପରା, ହୁକେ ହୋ ଡାକେ ରାଇଜ ସାରା। ବିଲେଇ ଆମର ଅଟେ ମାଉସୀ, ଘୁମାଉଥାଏ ସେ ଖଟରେ ବସି। ବାଘ ପର ଆମ ମାମୁଁ ଅଟଇ, ହାଉଁ ହାଉଁ କରି ବନେ ବୁଲଇ। ଭାଲୁ ଅଜା ଖାଏ ଖୁସିରେ ଉଇ, ଗଛ ଚଢ଼ି ପୁଣି ମହୁ ଖାଉଥାଇ। ଗାଈ ତ ଅଟଇ ଆମରି ମା, ଭଲରେ ମନ୍ଦରେ ହୁଅଇ ସାହା। ସବୁ ଜୀବଜନ୍ତୁ ଆମରି ମିତ, ମିଳିମିଶି ଆମେ ଗାଇବା ଗୀତ। ଆସ ପିଲାମାନେ 1 ନମ୍ବର ପ୍ରଶ୍ନ ଉତ୍ତର କରିବା। କ ଏହି ଗୀତରେ ପଶୁ ପକ୍ଷୀମାନଙ୍କୁ କିଏ ଡାକୁଛି? ଏହି ଗୀତରେ ପଶୁପକ୍ଷୀମାନଙ୍କୁ ଡାହୁକ ଡାକୁଛି। ଖ ଏଠାରେ ବିଲୁଆକୁ କ'ଣ ବୋଲି ଡକାଯାଇଛି? ଏଠାରେ ବିଲୁଆକୁ ନନା ବୋଲି ଡକାଯାଇଛି। ଗ ଭାଲୁ କ'ଣ ଖାଇବାକୁ ଭଲ ପାଏ? ଭାଲୁ ଉଇ ମହୁ ଖାଇବା ପାଇଁ ଭଲ ପାଏ। ଘ କାହାକୁ ଆମର ମା ପରି ବୋଲି କୁହାଯାଇଛି? ଗାଈକୁ ଆମର ମା କୁହାଯାଇଛି। ମାଙ୍କ ଭାଇକୁ ଆମେ କ'ଣ କହୁ? ମାଙ୍କ ଭାଇକୁ ଆମେ ମାମୁଁ କହୁ। ଚ କବିତାରେ କୁହାଯାଇଥିବା ଜୀବଜନ୍ତୁଙ୍କର ସ୍ୱର ନିଜେ କରି ଶୁଣାଅ। ପିଲାମାନେ ତମେ ନିଜେ ପଶୁପକ୍ଷୀଙ୍କ ସ୍ୱର କରିବ। 2 ନମ୍ବର ଆସ ପଶୁମାନଙ୍କୁ ସେମାନଙ୍କର ଖାଦ୍ୟ ସହ ଗାର ଟାଣି ଯୋଡ଼ିବା। ଭାଲୁ ଉଇ ପାଖରେ ଗାର ଟାଣିବ। ହାତୀକି ବଣ ଯେଉଁ ଗଛ ଅଛି ସେଇଠି ଗାର ଟାଣିବ। ଆଉ ମାଙ୍କଡ଼ କଦଳୀ ପାଖରେ ଗାର ଟାଣିବ। ଆଉ ଏଠି ଅଛି ବିଲେଇ କ୍ଷୀର ପାଖରେ ଗାର ଟାଣିବ। 3 ନମ୍ବର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହେବା। ତଳେ ଦିଆଯାଇଥିବା ପଶୁପକ୍ଷୀମାନଙ୍କର ମୁଖା ପିନ୍ଧି ଅଭିନୟ କରିବା। ତମେ ଘର ପାଖରେ ମୁଖା ପିନ୍ଧି ଅଭିନୟ କରିବ। 4 ନମ୍ବର ତଳ ଶବ୍ଦଗୁଡ଼ିକରୁ ଖ ଅକ୍ଷରର ଚିହ୍ନି ମଝି ଖ ଅକ୍ଷର ସହ ଗାର ଟାଣି ଯୋଡ଼ିବା। ଏଠି ଅଖା ଲେଖା ହେଇଛି, ଖ ଅକ୍ଷର ସହିତ ଯୋଡ଼ିବ। ଖଜା ଖ ଅକ୍ଷର ସହିତ ଯୋଡ଼ିବ। ପଖାଳ ଖରେ ଅକ୍ଷର ସହିତ ଯୋଡ଼ିବ। ତଳ ଶବ୍ଦଗୁଡ଼ିକରୁ ଉ ଅକ୍ଷର ଚିହ୍ନି ମଝି ଉ ଅକ୍ଷର ସହ ଗାର ଟାଣି ଯୋଡ଼ିବା। ଉଇ ଉ ଶବ୍ଦ ସହିତ ଗାର ଟାଣି ଯୋଡ଼ିବ। ବଉଳ ଗାର ଟାଣିକି ଯୋଡ଼ିବ। କାଉ ଗାର ଟାଣିକି ଯୋଡ଼ିବ। 3 ତଳ ଶବ୍ଦଗୁଡ଼ିକରୁ ଇ ଅକ୍ଷର ଚିହ୍ନି ମଝି ଦୀର୍ଘଇ ଅକ୍ଷର ସହ ଗାର ଟାଣି ଯୋଡ଼ିବା। ଏଠି ଅଛି ଈଶ ଦୀର୍ଘଇ ଯେଉଁ ଲେଖା ହେଇଛି ଗାର ଟାଣିକି ଯୋଡ଼ିବ। ନଈ ଗାର ଟାଣିକି ଯୋଡ଼ିବ। ଗାଈ ଗାର ଟାଣିକି ଯୋଡ଼ିବ। 5 ନମ୍ବର ଆସ ଅକ୍ଷର ଲେଖିବା। କୋଠରରେ ଖ ଲେଖା ହେଇଛି, ଦେଖିକି ଲେଖିବ। ଏଠି ତାପରେ ହସଉ ଅଛି, ହସଉ ସେମିତି ଦେଖି ଦେଖି ଲେଖିବ। ଦୀର୍ଘଇ ଅଛି କୋଠରରେ, ତା କରକୁ ଦେଖି ଦେଖିକି ଲେଖିବ। 6 ନମ୍ବର ଆସ ପଢ଼ିବା। ଖରା ଉମା ଗାଈ ଖଟା ଛଉ ଧାଇ ଖିଅ କଉ ରାଇ ଖଡ଼ା ଉପମା ଆଇ ଖପରା ଚାଉଳ ଇଶାନ ଖଡ଼ିକା 52 14। 7 ନମ୍ବର ଆସ ଶୁଣିବା ଓ ଲେଖିବା। ଶିକ୍ଷକ ବର୍ତ୍ତମାନ ପର୍ଯ୍ୟନ୍ତ ପଢ଼ା ଯାଇଥିବା ଅକ୍ଷର ଓ ମାତ୍ରାକୁ ନେଇ 3-4 ଶବ୍ଦ ବିଶିଷ୍ଟ ଗୋଟିଏ ବାକ୍ୟ ଡାକିବେ।
ଏଇଟା ତମ ଶିକ୍ଷକ ସ୍କୁଲରେ ଡାକିବ, ତମେ ପଢ଼ିବ। 8 ନମ୍ବର, ଆସ ପଢ଼ିବା। ଉମା ପଖାଳ ଖାଇଲା, ଭାଲୁ ଉଇ ଖାଇଲା, ମିରିଗ ନାଚିଲା, ଅଳପ ଖରଚ କର। 9 ନମ୍ବର, ଶବ୍ଦ ଖେଳ। ଶିକ୍ଷକ ପିଲାମାନଙ୍କୁ ବିଭିନ୍ନ ପଶୁପକ୍ଷୀମାନଙ୍କର ଚିତ୍ର ଦେଖାଇବେ। ଚିତ୍ର ଦେଖି ପିଲାମାନେ ସେଥିରେ ଥିବା ଚିତ୍ରରେ ଥିବା ଶବ୍ଦରେ କେତୋଟି ଧ୍ୱନି ଅଛି କହିବେ। ଧ୍ୱନିର ସଂଖ୍ୟା ଅନୁସାରେ ସେତିକି ପିଲା ହାତ ଧରାଧରି ହୋଇ ଛିଡ଼ା ହେବେ। 10-12ଟି ଶିକ୍ଷଣ କାର୍ଯ୍ୟ କରାଇବେ। ଉଦାହରଣ, ବଗ ଚିତ୍ର ଦେଖାଇବେ। ପିଲାମାନେ କହିବେ ବାଘ କହି 2 ଜଣ ଲେଖାଏଁ ହାତ ଧରାଧରି ହୋଇ ଠିଆ ହେବେ। ତଳେ ଏଠି ବଗ ଚିତ୍ର ଅଛି, ତମେ ଦେଖି ଦେଖିକି ଚିତ୍ର କରିବ। ପୁଣି ପରବର୍ତ୍ତୀ ଭିଡ଼ିଓରେ ଆମେ ପଢ଼ିବା 2ଟି ବଣି। ଧନ୍ୟବାଦ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବ, ସବସ୍କ୍ରାଇବ୍